ଆଜ୍ଞା ହଁ, ତୁମେମାନେ ଠିକ୍ ପଢ଼ିଛ। ପରୀକ୍ଷା କେନ୍ଦ୍ରକୁ ହସି ହସି ଯାଅ, ହସି ହସି ଫେର। ଖୁସି ମିଜାଜରେ ଯଦି ତୁମେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଇଛ, ତେବେ ପରୀକ୍ଷା କେନ୍ଦ୍ରକୁ ଯିବା ସମୟ ଆସିଲେ ହସି ହସି ଯାଅ। ଦେଖ କେମିତି ଫେରିବା ବେଳେ ହସି ହସି ଫେରୁଛ। ଯେତେବେଳେ ଆମେ ହସୁ, ସେତେବେଳେ ଆମେ ସହଜ, ସରଳ, ଚାପମୁକ୍ତ ହୋଇଯାଉ। ମନ ଶାନ୍ତ ହୋଇଯାଏ। ଶାନ୍ତ ମନ ଓ ଚାପମୁକ୍ତ ମସ୍ତିଷ୍କ ସବୁକିଛି ଅକ୍ଳେଶରେ ମନେ ରଖିପାରେ। ଯେତେବେଳେ ଆମେ ଆରାମ ନିଦ୍ରାରେ ଥାଉ, ସେତେବେଳେ ଆମେ ପଢ଼ିଥିବା ବିଦ୍ୟା ମସ୍ତିଷ୍କରେ ଗଚ୍ଛିତ ଥାଏ। ତାହା ମନେ ପକାଇଲେ ସହଜରେ ମନେ ପଡ଼ିଯାଏ। ସମସ୍ତ ବିଦ୍ୟାର୍ଥୀମାନଙ୍କ ଜୀବନରେ ଏହିପରି ଅନେକ ଘଟଣା ନିଶ୍ଚିତ ଭାବରେ ଘଟିଥିବ। ଯେତେ ଚେଷ୍ଟା କଲେ ବି ଛୋଟ ଛୋଟ ପ୍ରଶ୍ନର ଉତ୍ତର ଜମା ମନେ ପଡ଼େ ନାହିଁ। କିନ୍ତୁ ଉତ୍ତର ପୁସ୍ତିକା ପରୀକ୍ଷକଙ୍କ ହାତକୁ ବଢ଼େଇ ଦେଇ ପରୀକ୍ଷା କେନ୍ଦ୍ର ବାହାରକୁ ଚାଲି ଆସିଲା ପରେ ସେହି ପ୍ରଶ୍ନର ଉତ୍ତର ଆପେ ଆପେ ମନକୁ ଆସିଯାଏ। ଏମିତି ତୁମମାନଙ୍କ ଜୀବନରେ ବହୁତ ନିଶ୍ଚିତ ଭାବରେ ଘଟିଥିବ। ଚାପରେ ମଣିଷ ନିଜର ସର୍ବଶ୍ରେଷ୍ଠ କୃତିତ୍ୱ ପ୍ରଦର୍ଶନ କରିପାରେ ନାହିଁ। ଚାପର ଆଧିକ୍ୟ ଆମ ପ୍ରସ୍ତୁତି ତଥା ଆମର ଜ୍ଞାନକୁ ଭାରାକ୍ରାନ୍ତ କରିଥାଏ। ତୁମେ କ'ଣ ଏମିତି ଭାରାକ୍ରାନ୍ତ ହୋଇ ରହିବାକୁ ଚାହିଁବ? ଚାପମୁକ୍ତ ଓ ଶୀତଳ ମନ କେବଳ ପରୀକ୍ଷା ପାଇଁ ନୁହେଁ, ବରଂ ସାମଗ୍ରିକ ସଫଳତାର ଏହା ମୂଳପୁଞ୍ଜି। ଏଥିପାଇଁ ଆମେ ମନେ ରଖିବା ଯେ ପରୀକ୍ଷା କେନ୍ଦ୍ରକୁ ହସି ହସି ଯିବା ଏବଂ ସେଠାରୁ ସମସ୍ତେ ହସି ହସି ଫେରିବା।